যদু নন্দন চন্দন শিশির তরীণ করিণ পয়োধরে কুরু যদু নন্দন। হে নাଥ, ତମର ସେ ହସ୍ତର ପାପୁଲିରେ ଚନ୍ଦନକୁ ଲେପନ କଲେ ଶରୀରରେ ଯେଉଁ ଆନନ୍ଦ ମିଳେ, ସେଇଠି ସେ ଗୀତ ଗୋବିନ୍ଦ ଲେଖିଛନ୍ତି। ପ୍ରଭୁ ଜୟଦେବ ଲେଖିଦେଇଛନ୍ତି ଏଇ ଯେଉଁ ଶେଷ ଗୀତ ଗୋବିନ୍ଦ, ଏଇ ଯେଉଁ ଶେଷ ଗୀତ ଗୋବିନ୍ଦକୁ ନେଇକରି ନୃତ୍ୟ ପରିବେଷଣ କରନ୍ତି ଭିତର ଗାଉଣୀମାନେ ବା ନାଚୁଣୀମାନେ। ସେଇ ଯେଉଁ ସୁନ୍ଦର ଭାବ, ସେଇ ଯେଉଁ ଭଲ ପାଇବା ଭାବ ଏଠି କେଉଁଠି ଆଉ ନାହିଁ। ସାରା ସଂସାରରେ ସବୁକିଛି ତମରି ହିଁ ତମର। ଅତ୍ୟନ୍ତ ମନୋହର ହୁଏ, ଏଇଥିପାଇଁକା ହୁଏ, ଆହୁରି ଭଲ ଲାଗେ ଏଇଥିପାଇଁକା। ଏହି କଥା ରେ ମୋ ମନ ହେ ମୋହାବାହୁ, ଏହି କଥା ରେ ମୋ ମନ ନୀତି ଦେଖୁଥିବି ନୀଳାଦ୍ରି ମଣ୍ଡପେ କଞ୍ଜ ସୁନ୍ଦର ବଦନ ହେ ମହାବାହୁ, ଏହି କଥା ରେ ମୋ ମନ। ହେ ପ୍ରଭୁ, ଯେଉଁ କିଛି କଥା କହୁଛି ତୁମରି ପାଇଁକା କହୁଛି। ଏହି କଥା ହିଁ ମୋ ମନ ଭିତରେ ଯାହା ଆସୁଛି ତୁମରି ହିଁ କଥା କହୁଛି। କାରଣ ତୁମେ ହିଁ ସବୁକିଛି ମୋର, ତୁମେ ହିଁ ସବୁକିଛି ପ୍ରଭୁ ମୋର। ସଂସାରର ସବୁକୁ ତ୍ୟାଗ କରିକି ତୁମକୁ ହିଁ ସମର୍ପଣ କରିଛି, ତୁମ ପାଦ ତଳେ ରହିଯାଇଛି ପ୍ରଭୁ। ପରମ ଠାକୁର, ଭାବର ଠାକୁର, ଯେତେବେଳେ ଯିଏ ଡାକିଛି, ସେ ଗରିବ ହଉ ସେ ଧନୀ ହଉ, ସେ ଯିଏ ବି ଡାକୁ ସେ ତା ପାଖକୁ ଧାଇଁ ଆସନ୍ତି କେବଳ ତାଙ୍କର ଭଲ ପାଇବା। କାରଣ ତାଙ୍କୁ ଭଲ ପାଇଛି ଯିଏ ନା, ସେ ତା ହୃଦୟ ସହିତ ହୃଦୟକୁ ଯୋଡ଼ି ଦେଇଛନ୍ତି। ଏତେ ସୁନ୍ଦର ଭାବରେ ସେ ଆବୁଡ଼ି ନିଅନ୍ତି। ସେଇଥିପାଇଁକି ତ ସେ ଭଗବାନ, ସେଇଥିପାଇଁକି ତ ସେ ଜଗନ୍ନାଥ, ସେଇଥିପାଇଁ ସେ ଠାକୁର, ସେଇଥିପାଇଁକି ସେ ଜଗତର ନାଥ ଜଗନ୍ନାଥ। ସେଇଥିପାଇଁକି ବାହୁ ଫିଲେଇ ଅଛନ୍ତି, ଆ ମୋ ଗଳା ଲାଗି ଯା। କାରଣ ତୋ ହୃଦୟ ମୋ ହୃଦୟ ଏକାକାର କରିଦେ। କାରଣ ତୁ ଯଦି ମୋତେ ଭଲ ପାଉଛୁ, ମୋ ପାଖରେ ହିଁ ରଖୁଛୁ, ତାହେଲେ ମୋ ହୃଦୟ ସହିତ ତୋ ହୃଦୟର ମିଳନ ହେଲେ ଆମେ ଏକାକାର ହେଇଯିବା। ତ ଏଇ ଯେଉଁ ଭଲ ପାଇବା, ଏଇ ଯେଉଁ ସୃଷ୍ଟି, ଏଇ ଯେଉଁ ଦେଖିବାର ପ୍ରୟାସ କେଉଁଠି ନାହିଁ, ସାରା ସଂସାରରେ ନାହିଁ। ବିଶ୍ୱରେ ଏକମାତ୍ର ଠାକୁର ସେ ଜଗନ୍ନାଥ। ଆଜି ଯେଉଁ ମୁଁ ମାହାରୀ ନୃତ୍ୟ କରୁଛି ବା ମାହାରୀ ବେଶଭୂଷା ହେଇଛି, ଏ ବେଶଭୂଷା ହେଉଛି ମୋର ଭିତର ସେବାର। ଭିତରେ କିପରି ଭାବରେ ସେବା ହୁଅନ୍ତି, ବାହାରେ କିପରି ଭାବରେ ସେବା ହୁଅନ୍ତି, ଏ ଭିନ୍ନ ଭିନ୍ନ ଟାଇପ୍ର ଥାଏ। କାରଣ ବାହାର ସେବା ଭିତର ସେବା ସମ୍ପୂର୍ଣ୍ଣ ଅଲଗା। ଆଜି ମୁଁ ବେଶଭୂଷା ହେଇଥିବା ବାହାର ସେବା ଭିତର ସେବାର ଅତ୍ୟନ୍ତ ମନୋହର। କାରଣ ଆମେ 3 ଖଣ୍ଡ ପାଟ ପିନ୍ଧିଥାଉ, ଖଣ୍ଡେ ଭିତରେ ଗୋଟେ କଟନ ଲୁଗା ପିନ୍ଧିଥାଉ, ଭିତରେ ଗୋଟେ ପାଟ ମହଣି ଥାଉ, ପୁଣି ଆଉ ଗୋଟେ ଖଣ୍ଡୁଆ ପାଟ ମୁଣ୍ଡରେ ପକାଇ 2ଟା ବୁଢ଼ା ଆଙ୍ଗୁଠିକି ଦେଖିକିରି ମନ୍ଦିରକୁ ପ୍ରବେଶ କରିଥାଉ। ସାଥିରେ ଥାଆନ୍ତି ମୀନ ନାହାକ, ଏପଟେ ଥାଆନ୍ତି ଆଈ, ସେପଟେ ଥାଆନ୍ତି ମା। ଏ 2 ଜଣ ଆକ ସାଙ୍ଗରେ ନେଇକରି ପ୍ରଭୁଙ୍କ ପାଖକୁ ଯାଆନ୍ତି ସେବା କରିବା ପାଇଁକା। ୟା ଭିତରେ ବାହାର ଯେଉଁ ସେବା ହୁଏ, ଆପଣ ଦେଖିଥିବେ ଚନ୍ଦନ ଯାତ୍ରାରେ ସେବା ହୁଏ, ଝୁଲଣ ଯାତ୍ରାରେ ସେବା ହୁଏ, ହେରା ପଞ୍ଚମୀରେ ସେବା ହୁଏ। ଯେତେବେଳେ ଜଗନ୍ନାଥ ବିଜେ କରନ୍ତି ମନ୍ଦିରକୁ, ଲକ୍ଷ୍ମୀଙ୍କ ପଟ ଭିତରେ ଥାଇ ମାହାରୀମାନେ ବି ତାଙ୍କ ସହିତ ବି ସେବା କରିଥାନ୍ତି। ଏହି ପର୍ବରେ ଅନେକ ସେବା ଅଛି। 12 ମାସରେ 13 ପର୍ବ ପରିକା ସବୁ ସେବାରେ ମାହାରୀମାନଙ୍କୁ ନିଯୁକ୍ତି କରାଯାଇଛି। ଏଠି ଦେଖନ୍ତୁ ଜଗନ୍ନାଥଙ୍କ ସଂସ୍କୃତି ପରମ୍ପରାରେ ନାରୀକୁ କେତେ ଶ୍ରେଷ୍ଠ କରାଯାଇଛି। ନାରୀ ଏକମାତ୍ର ଯେକୁ ଆଜି ଆପଣ କହୁଛନ୍ତି ନାରୀକୁ ଶ୍ରେଷ୍ଠ, ନା, ଇଏ କାହିଁ ପରମ୍ପରାରୁ ହିଁ ଚାଲି ଆସିଛି। ଭଗବାନ ଯେଉଁଠି ନାରୀକୁ ଏତେ ସମ୍ମାନ ଦିଅନ୍ତି, ସେଠି ଆମ୍ ଆଦମୀ ବା ନର୍ମାଲ ଲୋକ କିଛି ନୁହଁ। ସେ କାଳିଆ ଠାକୁରଙ୍କ ପାଖରେ
ଜାଣିନି କେବେଠୁ ଭାବିଥିଲି ଯେ ତାଙ୍କୁ ସମର୍ପଣ କରିକି ମୁଁ ନୃତ୍ୟ ପରିବେଷଣ କରିବି ବୋଲିକା। ହୁଏତ ତାଙ୍କର ଇଚ୍ଛା ଥିଲା ମୁଁ ମୋର ହୃଦୟକୁ ତାଙ୍କ ହୃଦୟ ସହିତ ଜଡ଼ିତ କରିକିରି ନୃତ୍ୟ ପରିବେଷଣ କରିଛି। ତାଙ୍କ ପାଇଁ ମୁଁ ସର୍ବଦା ସବୁ ମୁହୂର୍ତ୍ତରେ ତାଙ୍କୁ ହିଁ ଦେଖିଲେ ଲାଗେ ଯେ ଏଇ ଯେଉଁ ବେଶଭୂଷା ହେଇଛି ତମ ପାଇଁକା, ଏଇ ଯେଉଁ ରୂପସଜ୍ଜା ହେଉଛି ତମ ପାଇଁକା, ଏଇ ଯେଉଁ ମନର ଭାବନା ଅଛି ସବୁ ତମ ପାଇଁକା। ତୁମରି ପାଦ ତଳେ ମୁଁ ନିଜକୁ ସମର୍ପଣ କରିଦେବି, ତୁମର ପାଦ ତଳେ ମୁଁ ନିଜକୁ ଅର୍ପଣ କରିଦେବି। ହେ ନାଥ, କେବଳ ତୁମେ ମୋର, ମୁଁ ତୁମର। ସଂସାରରେ କ'ଣ ଅଛି ମୁଁ ଜାଣିନି। ହୁଏତ ମୁଁ ଭାବେ ସବୁବେଳେ ପ୍ରଭୁ ତୁମେ ସତରେ ନାଟୁଆ, କାରଣ ତୁମ ବିନା ଗୋଟେ ମୁହୂର୍ତ୍ତ ମାନେ ପତ୍ର ବି ହଲେନି। ଆଜି ଜାଣିନଥିଲି, ଭାବୁଥିଲି ଯେ ତମ ପାଖକୁ ଯିବି ବୋଲିକା, କିନ୍ତୁ ଜାଣିନି ଅଚାନକ ତମର ଆଶୀର୍ବାଦ, ତମର ଭଲ ପାଇବା ମୋତେ ଟାଣି ଆଣିଛି। କହିଲ ନାଥ, ତୁମେ ସତରେ କ'ଣ ଏଇ ଦେବଦାସୀ କିମ୍ବା ମାହାରିକୁ ଭଲ ପାଅନି? ବହୁତ ଭଲ ପାଅ, କାରଣ ମୁଁ ଜାଣିଛି, ମୁଁ କହିବି, କାରଣ ମୁଁ ଯେତେ ଅଙ୍ଗେ ଲିଭାଉଛି ତ ମୋଠୁ ଅଧିକା କିଏ ଜାଣିବ। ମୁଁ ତମ ବିନା ରହିପାରେନି, ତମେ ମୋ ବିନା ରହିପାରନି। ତ ଆମ ଦୁଇ ଜଣଙ୍କ ମିଳନରେ ଅତ୍ୟନ୍ତ ସୁନ୍ଦରଦାୟକ। ପ୍ରଭୁ ସତ କଥା କହିଲ, ସଂସାରରେ ଜନ୍ମ ହେଇଛୁ କେବଳ ଆପଣଙ୍କର ସେବା, ଆପଣଙ୍କର ଗୁଣଗାନ କରିକି, ଆପଣଙ୍କ ଚାରିଆଡ଼େ ପ୍ରଚୁର ସମସ୍ତ ଭକ୍ତମାନଙ୍କୁ ଜଣେଇବାକୁ ଚାହୁଁ ଏଇ ମାହାରୀ ନୃତ୍ୟ, ଜଗନ୍ନାଥଙ୍କ ସଂସ୍କୃତି, ଜଗନ୍ନାଥଙ୍କ ପରମ୍ପରା ଅତ୍ୟନ୍ତ ସୁନ୍ଦର, ଅତ୍ୟନ୍ତ ମନୋହର। ପ୍ରଭୁ ସବୁବେଳେ ଏମିତି ଆଡ଼ ଆଖିରେ ଏମିତି ଭଲ ଭାବରେ ଅନେଇଥାଉ। ଯଦି ସଂସାରରେ କେବେ ଜନ୍ମଗ୍ରହଣ କରିଛୁ ମନୁଷ୍ୟ ଜନ୍ମ ହେଇକି, କେବଳ ତମ ସେବା ହିଁ କରିବୁ, ତମ ସେବାର ହିଁ, ତମରି ସେବା କଲେ ହିଁ ସବୁକିଛି ପାଇବୁ। ଏତିକି କାମନା ପ୍ରଭୁ। ଜୟ ଜଗନ୍ନାଥ।